କୋଣାର୍କ ସୂର୍ଯ୍ୟ ମନ୍ଦିର ଏ ନାଁଟା ଶୁଣିଲେ କଣ ମନକୁ ଆସେ? କେବଳ ଗୋଟେ ମନ୍ଦିର ନୁହେଁ, ଏହା ପଛରେ ଲୁଚି ରହିଛି କେତେ ଯେ ରହସ୍ୟ ଆଉ ପ୍ରାଚୀନ ବିଜ୍ଞାନର କାହାଣୀ। ଆସନ୍ତୁ ଏହି ଅଦ୍ଭୁତ ସ୍ମାରକୀର ଇତିହାସ ଆଉ ଏଥିରେ ଲୁଚିଥିବା ଆଶ୍ଚର୍ଯ୍ୟଜନକ ଜ୍ଞାନକୌଶଳ ବିଷୟରେ ଜାଣିବା। ହେଲେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏତେ ବଡ଼ ଆଉ ଏତେ ଅଦ୍ଭୁତ କଳାକୃତିକୁ କାହିଁକି ଜାଣିଶୁଣି ବାଲିରେ ପୋତି ଦିଆଗଲା? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମକୁ ଟିକେ ଇତିହାସ ଭିତରକୁ ଯିବାକୁ ପଡ଼ିବ। ଏ କାହାଣୀର ଆରମ୍ଭ ହେଉଛି ଆଜିକୁ ବେଶୀ ଦିନ ତଳର କଥା ନୁହେଁ, 20 ଶତାବ୍ଦୀର ଆରମ୍ଭରୁ। ସେତେବେଳେ ବ୍ରିଟିଶ ଶାସକମାନେ ଏକ ଏମିତି ଆଦେଶ ଦେଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଆଉ ଏକ ଏମିତି ରହସ୍ୟ ସୃଷ୍ଟି କଲା ଯାହା ଆଜି ପର୍ଯ୍ୟନ୍ତ ବି ରହସ୍ୟ ହୋଇ ରହିଛି। ହଁ, ଆପଣ ଠିକ୍ ଶୁଣିଲେ, ଆଦେଶ ଥିଲା ମନ୍ଦିରର ମୁଖ୍ୟ ଅଂଶ ତାର ଗର୍ଭଗୃହକୁ ପୂରାପୂରି ବାଲିରେ ଭରିଦିଅ ଆଉ ସବୁଦିନ ପାଇଁ ତାର ସବୁ ପ୍ରବେଶ ପଥକୁ ବନ୍ଦ କରିଦିଅ। ଆଜି 120 ବର୍ଷରୁ ଅଧିକ ସମୟ ବିତିଗଲାଣି, କିନ୍ତୁ କୋଣାର୍କର ସବୁଠୁ ବଡ଼ ରହସ୍ୟ ସେହି ବାଲି ତଳେ ହିଁ ଚାପି ହୋଇ ରହିଛି। ଆଚ୍ଛା, ତେବେ ଚାଲନ୍ତୁ ଟିକେ ଇତିହାସ ଭିତରକୁ ଯିବା, ଜାଣିବା ଏ ମନ୍ଦିରର ସେହି ସୁନେଲି ଦିନଗୁଡ଼ିକ ବିଷୟରେ, ଯେତେବେଳେ ଏହା ନିଜର ଚରମ ସୀମାରେ ଥିଲା, ଆଉ ବୁଝିବାକୁ ଚେଷ୍ଟା କରିବା ଏମିତି କଣ ଖାସ୍ ଥିଲା ଏଥିରେ ଯେ ଏହାକୁ ଏମିତି ଭାବେ ବନ୍ଦ କରିବାକୁ ପଡ଼ିଲା। କଳ୍ପନା କରନ୍ତୁ, ଆଜିକୁ ପ୍ରାୟ 800 ବର୍ଷ ତଳର କଥା। ରାଜା ନରସିଂହ ଦେବ ପ୍ରଥମ ଏକ ସ୍ୱପ୍ନ ଦେଖିଲେ। ସୂର୍ଯ୍ୟ ଦେବତାଙ୍କ ପାଇଁ ଏକ ବିଶାଳ ରଥ ତିଆରି କରିବେ, ଆଉ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଲାଗିପଡ଼ିଲେ 1200 କାରିଗର, ପୁରା 12 ବର୍ଷ ଧରି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା କଣ ଜାଣନ୍ତି? ସେତେବେଳେ କୌଣସି ସିମେଣ୍ଟ ନଥିଲା। ପଥରକୁ ପଥର ସହିତ ଯୋଡ଼ିବା ପାଇଁ ସେମାନେ ବ୍ୟବହାର କରିଥିଲେ ଏକ ଖାସ୍ ଧରଣର ଆଇରନ୍ ଲକ୍ ସିଷ୍ଟମ। ଏହା ଥିଲା ସେହି ଯୁଗର ଇଞ୍ଜିନିୟରିଂର ଏକ ଜୀବନ୍ତ ଚମତ୍କାର। ଆଉ ଯଦି ଆପଣ ଭାବୁଛନ୍ତି ମନ୍ଦିରର ସେହି 24ଟି ବଡ଼ ବଡ଼ ଚକ କେବଳ ସୁନ୍ଦର ଦେଖାଯିବା ପାଇଁ, ତେବେ ଆପଣ ଭୁଲ ଭାବୁଛନ୍ତି। ସେଗୁଡ଼ିକ ପ୍ରକୃତରେ ଗୋଟିଏ ଗୋଟିଏ ସୂର୍ଯ୍ୟଘଡ଼ି। ଆଉ ଏମିତି ସେମିତି ସୂର୍ଯ୍ୟଘଡ଼ି ନୁହେଁ, ଏଗୁଡ଼ିକ ଏତେ ସଠିକ୍ ଯେ ଚକ ଉପରେ ପଡ଼ୁଥିବା ଛାଇରୁ ଆପଣ ମିନିଟ୍ ପର୍ଯ୍ୟନ୍ତ ସମୟ ଜାଣିପାରିବେ। ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ନା? କିନ୍ତୁ ଏ ସବୁଠୁ ବଡ଼ ଇଞ୍ଜିନିୟରିଂ ଚମତ୍କାର ଥିଲା ମନ୍ଦିରର ଠିକ୍ ଶୀର୍ଷରେ। ସେଠି ସ୍ଥାପନ କରାଯାଇଥିଲା 52 ଟନ୍ ଓଜନର ଏକ ବିଶାଳ ଚୁମ୍ବକ ପଥର। ହଁ, ପୁରା 52 ଟନ୍। ହେଲେ ଏତେ ବଡ଼, ଏତେ ଓଜନିଆ ଚୁମ୍ବକର ସେଠି କଣ କାମ ଥିଲା? ଏହି ପ୍ରଶ୍ନର ଉତ୍ତର ହିଁ ଆମକୁ ନେଇଯିବ ମନ୍ଦିରର ସବୁଠାରୁ ରୋମାଞ୍ଚକର ରହସ୍ୟ ପାଖକୁ, ସେହି ଭାସମାନ ମୂର୍ତ୍ତିର କାହାଣୀ। ଏହାର ଇଞ୍ଜିନିୟରିଂ ଏତେ ଆଡଭାନ୍ସ ଥିଲା ଯେ ଆଜିର ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ହୁଅନ୍ତି। ଦେଖନ୍ତୁ କେମିତି କାମ କରୁଥିଲା। ମନ୍ଦିରର ଶୀର୍ଷରେ ଥିଲା ସେହି 52 ଟନର ମୁଖ୍ୟ ଚୁମ୍ବକ। ତାପରେ ମନ୍ଦିରର କାନ୍ଥଗୁଡ଼ିକ ଭିତରେ ଲୁହା ପ୍ଲେଟ୍ ଖଞ୍ଜା ଯାଇଥିଲା। ଏହି ଦୁଇଟି ମିଶି ଏକ ଶକ୍ତିଶାଳୀ ଆଉ ସନ୍ତୁଳିତ ଚୁମ୍ବକୀୟ କ୍ଷେତ୍ର ତିଆରି କରୁଥିଲେ। ଆଉ ଏହାର ଠିକ୍ ମଝିରେ ଧାତୁରେ ତିଆରି ମୁଖ୍ୟ ମୂର୍ତ୍ତି କୌଣସି ସାହାରା ବିନା ପୁରା ଶୂନ୍ୟରେ ଝୁଲୁଥିଲା। କଳ୍ପନା କରିହେଉଛି? ଆଚ୍ଛା, ଏବେ ଆସନ୍ତୁ ମନ୍ଦିରର ଏହି ବୈଜ୍ଞାନିକ ଦିଗରୁ ବାହାରି ଏକ ମାନବୀୟ କାହାଣୀ ଭିତରକୁ ଯିବା। ଏମିତି ଏକ କାହାଣୀ ଯେଉଁଥିରେ ପ୍ରତିଭା ଅଛି, ଦୁଃଖ ବି ଅଛି, ଆଉ ଯାହା ଏ ମନ୍ଦିର ସହିତ ସବୁଦିନ ପାଇଁ ଯୋଡ଼ି ହୋଇ ରହିଛି। କିମ୍ବଦନ୍ତୀ କୁହେ, ଯେତେବେଳେ ମନ୍ଦିର ନିର୍ମାଣର ଶେଷ ପର୍ଯ୍ୟାୟରେ 1200 କାରିଗର ମନ୍ଦିରର ଚୂଡ଼ା ବା କଳସକୁ ଲଗେଇ ପାରିଲେନି, ସେତେବେଳେ ରାଜା କ୍ରୋଧିତ ହୋଇ ସମସ୍ତଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଧମକ ଦେଲେ। ଠିକ୍ ସେହି ସମୟରେ ମୁଖ୍ୟ ସ୍ଥପତିଙ୍କର 12 ବର୍ଷର ପୁଅ ଧର୍ମପଦ ସେଠି ପହଞ୍ଚିଲା, ଆଉ ନିଜର ଅଦ୍ଭୁତ ଜ୍ଞାନ ବଳରେ ସେ ଏକାକୀ ସେହି କଳସକୁ ସ୍ଥାପନ କରିଦେଲା। କିନ୍ତୁ ସେହି 1200 କାରିଗରଙ୍କୁ ରାଜାଙ୍କର କ୍ରୋଧ ଏବଂ ଅପମାନରୁ ବଞ୍ଚାଇବା ପାଇଁ ସେହି ବୀର ବାଳକ ମନ୍ଦିରର ଶୀର୍ଷରୁ ତଳକୁ ଡେଇଁ ନିଜ ଜୀବନ ଦେଇଦେଲା। ଆଉ ଏହି ବଳିଦାନର ପରିଣାମ ବହୁତ ଗଭୀର ଥିଲା। ଲୋକମାନେ ଏହି ବିଶାଳ ମନ୍ଦିରକୁ ଅଭିଶପ୍ତ ବୋଲି ମାନିବାକୁ ଲାଗିଲେ, ଆଉ ଏହା ତିଆରି ସରିବାର କିଛି ଦିନ ପରେ ହିଁ ସେଠାରେ ପୂଜାର୍ଚ୍ଚନା ବନ୍ଦ ହୋଇଗଲା ଏବଂ ମନ୍ଦିରଟି ପ୍ରାୟ ପରିତ୍ୟକ୍ତ ହୋଇପଡ଼ିଲା। ତେବେ ପ୍ରଶ୍ନ ଉଠୁଛି, ଏତେ ବଡ଼ ସ୍ଥାପତ୍ୟର ଏହି ଚମତ୍କାର ଶେଷରେ ଧ୍ୱଂସ ହେଲା କେମିତି? ଇତିହାସ ଆମକୁ ଏହାର ଦୁଇଟି ଅଲଗା ଅଲଗା କାରଣ ବିଷୟରେ କୁହେ। ପ୍ରଥମ କାହାଣୀଟି ହେଉଛି ନାବିକମାନଙ୍କର। କୁହାଯାଏ ମନ୍ଦିରର ସେହି ଶକ୍ତିଶାଳୀ ଚୁମ୍ବକ ସମୁଦ୍ରରେ ଯାଉଥିବା ଜାହାଜର କମ୍ପାସକୁ ଭୁଲ ବାଟ ଦେଖାଉଥିଲା। ଏଥିରେ ବିରକ୍ତ ହୋଇ ପର୍ତ୍ତୁଗୀଜ ନାବିକମାନେ, ଯେଉଁମାନେ ଏହାକୁ ବ୍ଲାକ୍ ପାଗୋଡ଼ା ବୋଲି କହୁଥିଲେ, ସେମାନେ ସେହି ଚୁମ୍ବକକୁ କାଢ଼ି ନେଇଗଲେ, ଆଉ ଏହା ଫଳରେ ମନ୍ଦିରର ପୁରା ସନ୍ତୁଳନ ବିଗିଡ଼ିଗଲା। ଆଉ ଦ୍ୱିତୀୟ କାହାଣୀ ଅନୁସାରେ 1568 ମସିହାରେ ଆକ୍ରମଣକାରୀ କଳାପାହାଡ଼ ମନ୍ଦିରକୁ ଧ୍ୱଂସ କରିଦେଲା ଏବଂ ସେହି ଚୁମ୍ବକକୁ ବି ବାହାର କରିନେଲା, ଯାହାଫଳରେ ମୁଖ୍ୟ ମନ୍ଦିରଟି ଭାଙ୍ଗି ପଡ଼ିଲା। ଆଉ ଏହି ସବୁ ଘଟଣା ପରେ ଆମେ ପୁଣି ଫେରିଆସୁଛେ ସେହି 20 ଶତାବ୍ଦୀକୁ ଆଉ ବ୍ରିଟିଶମାନଙ୍କର ସେହି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ପାଖକୁ। ବ୍ରିଟିଶମାନେ ସରକାରୀ ଭାବେ କହିଲେ ଯେ ମନ୍ଦିରଟି ଭାଙ୍ଗି ରୁଗି ଯାଉଛି,
ତେଣୁ ଏହାକୁ ସମ୍ପୂର୍ଣ୍ଣ ଭୁଷୁଳି ପଡ଼ିବାରୁ ବଞ୍ଚାଇବା ପାଇଁ ଏହାର ଭିତରକୁ ବାଲିରେ ଭରିଦେବା ହିଁ ଏକମାତ୍ର ଉପାୟ। ଆଉ ଏହି ଯୁକ୍ତି ଦେଖାଇ ସେମାନେ ମନ୍ଦିରର ମୁଖ୍ୟ ଗୃହକୁ ସବୁଦିନ ପାଇଁ ବାଲିରେ ପୋତିଦେଲେ। ଆଜି କୋଣାର୍କ ୟୁନେସ୍କୋର ଏକ ବିଶ୍ୱ ଐତିହ୍ୟ ସ୍ଥଳ, କିନ୍ତୁ ଏହାର ହୃଦୟ ମାନେ ତାର ଗର୍ଭଗୃହ ଆଜି ବି ସେହି ବାଲିତଳେ ହିଁ ଚାପି ହୋଇ ରହିଛି। ହେଲେ ଏବେ ଏକ ନୂଆ ଆଶା ଦେଖାଦେଇଛି। କିଛି ବର୍ଷ ତଳେ ସରକାର ଏହି ବାଲିକୁ ବାହାର କରିବା ପାଇଁ ଯୋଜନା ଘୋଷଣା କରିଛନ୍ତି। ଯଦି ଏହା ସମ୍ଭବ ହୁଏ, ତେବେ ବର୍ଷ ବର୍ଷ ଧରି ଲୁଚି ରହିଥିବା ଅନେକ ରହସ୍ୟ ଉପରୁ ପର୍ଦ୍ଦା ଉଠିପାରେ। ତେଣୁ ଆମକୁ ଗୋଟେ କଥା ମନେ ରଖିବାକୁ ହେବ, କୋଣାର୍କ କେବଳ ଏକ ଧ୍ୱଂସ ହୋଇଯାଇଥିବା ମନ୍ଦିର ନୁହେଁ, ଏହା ଥିଲା ପ୍ରାଚୀନ ଭାରତୀୟ ଜ୍ଞାନର ଏକ ଜୀବନ୍ତ ଜ୍ଞାନକୋଷ। ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ ଆଉ ଇଞ୍ଜିନିୟରିଂର ଏକ ଖୋଲା ବିଶ୍ୱବିଦ୍ୟାଳୟ। ଏହା ଆମକୁ ଏକ ଶେଷ ପ୍ରଶ୍ନ ପାଖରେ ଛାଡ଼ିଦେଇ ଯାଉଛି। ଯଦି କେବେ ସେହି ବାଲିକୁ ହଟାଯାଏ, ତେବେ ତା ଭିତରୁ ବିଜ୍ଞାନର ସେହି ହଜିଯାଇଥିବା ଯୁଗର ଆଉ କେଉଁ କେଉଁ ରହସ୍ୟ ସାମ୍ନାକୁ ଆସିବ, ଏହାର ଉତ୍ତର ବୋଧହୁଏ ସମୟ ହିଁ ଦେବ।